ଆଜ୍ଞା 2 ଜଣ ଉଦ୍ଧାର ହେଇଛନ୍ତି ଚିହ୍ନଟ ପାଇଁ ଡକେଇଛନ୍ତି ପୋଲିସ ଆଉ ଆପଣ ଟୁରିଷ୍ଟ ଡିପାର୍ଟମେଣ୍ଟ ଲୋକ ଆମ ଲୋକ ସବୁ ଯାଇକି ପହଞ୍ଚିବେ ଆଉ ଅଧଘଣ୍ଟେ ଭିତରେ ସିଲିଗୁଡି ଜଲପାଇଗୁଡି ପାଖାପାଖି କୋଉ ଗୋଟେ ଆଚ୍ଛା ଯୋଉ ଦୁଇଟି ପିଲା ଆପଣଙ୍କ ପରିବାରରେ ବର୍ତ୍ତମାନ ଆଇସିୟୁରେ ଅଛନ୍ତି ଅଜିତ ନାଇଙ୍କର ପୁଅ ଆଉ ଆପଣଙ୍କର ଭଉଣୀ ଇତିଶ୍ରୀ ନାଇଙ୍କର ପୁଅ ସେମାନଙ୍କର କଣ୍ଡିସନ ଦି ଜଣଙ୍କର କେମିତି ଲାଗୁଛି ଠିକ ଠାକ ଅଛି ବୋଲି ଭଲ ହେଇଯିବ ବୋଲି ଆଶା କରୁଛନ୍ତି। ଆଜକୁ 8 ଦିନ ପୁରୀ ଗଲା ସିକିମ ଦୁର୍ଘଟଣା ଜାଣିଛନ୍ତି ଯେ ବିजेपी ନେତ୍ରୀ ଇତିଶ୍ରୀ ଜେନାଙ୍କର ଏପର୍ଯ୍ୟନ୍ତ କୌଣସି ଦେଖା ମିଳିନାହିଁ ତାଙ୍କ ସାଙ୍ଗରେ ଥିଲେ ତାଙ୍କର ବଡ଼ ପୁତ୍ର ତାଙ୍କର ସାନ ଭାଇ ଅଜିତ ଜେନା ତାଙ୍କ ସାନ ଭାଉଜ ଆଉ ଯେଉଁମାନେ ଅଲଗା ଗାଡ଼ିରେ ଥିଲେ ସେମାନେ ଅଲରେଡି ଘରେ ପହଞ୍ଚି ସାରିଲେଣି କିନ୍ତୁ ତା ଭିତରେ 2 ଜଣ ଯିଏକି ଇତିଶ୍ରୀ ଜେନାଙ୍କର ସାନ ପୁଅ ଆଉ ତାଙ୍କର ସାନ ଭାଇର ପୁଅ এই 2 ଜଣ ଗୁରୁତର ଅବସ୍ଥାରେ ଗ୍ୟାଙ୍ଗଟକରେ ସେମାନେ ଆଇସିୟୁରେ ରହିଥିଲେ। ଆଜି ଗୋଟେ ଖବର ଆସିଛି ଯେ ଇତିଶ୍ରୀ ଜେନାଙ୍କର ସାନ ପୁଅଙ୍କ ବିଷୟରେ ଆମେ ଜାଣିବା ପାଇଁ ତାଙ୍କର ବଡ଼ ଭାଇ ଶିଶିର ଜେନାଙ୍କ ସହିତ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରୁଥିଲୁ ଯିଏକି ସେ ଗ୍ୟାଙ୍ଗଟକରେ ଅଛନ୍ତି ଆଉ ତାଙ୍କ କହିବା ଅନୁସାରେ ଯେ ତାଙ୍କର ଇତିଶ୍ରୀ ତାଙ୍କ ଭଉଣୀଙ୍କର ପୁତ୍ର ଆଉ ତାଙ୍କ ସାନ ଭାଇଙ୍କର ପୁତ୍ର 2 ଜଣ ଗୁରୁତର ଅବସ୍ଥାରେ ଥିଲେ ଆଉ ଆଜି ଇତିଶ୍ରୀ ଜେନାଙ୍କର ପୁତ୍ର ଟିକେ ଭଲ ଆଡ଼କୁ ଗତି କରୁଛନ୍ତି ଏବଂ ସେ ନିଜେ ବାଥରୁମ ମଧ୍ୟ ଯିବା ଆସିବା କରୁଛନ୍ତି ଏବଂ ତାଙ୍କର ସାନ ଭାଇଙ୍କର ପୁଅଙ୍କର ଏପର୍ଯ୍ୟନ୍ତ କିଛି ଆସିନାହିଁ ଠିକ ଠାକ ଅବସ୍ଥା କିଛି ରହିନି ବୋଲି କିଛି ଯାହା କହୁଛନ୍ତି ସେ ଆଉ ଗୋଟେ ଚାଞ୍ଚଲ୍ୟକର କଥା କହିଛନ୍ତି ଯେ ନଦୀରୁ କିଛି ଶବ ଉଦ୍ଧାର ହେଇଛି ଯଦିଓ ସେ ଶବ ଏପର୍ଯ୍ୟନ୍ତ କେହି ଜଣାପଡ଼ୁନି ସେଟା କାହାର କିନ୍ତୁ ବଡ଼ ଭାଇ କହିବା କଥା ଯେ ଆମେ ଅନୁମାନ କରୁଛୁ ସେ ତାଙ୍କର ସାନ ଭାଇଙ୍କ ପରି ଲାଗୁଛି ତାଙ୍କର ଭଉଣୀ ପରି ଲାଗୁଛି ଆଉ ତାଙ୍କ ଭାଉଜଙ୍କ ପରି ଲାଗୁଛି କିନ୍ତୁ ସେଟା ଆଜି ଯେହେତୁ ଜଣାପଡ଼ି ନାହିଁ କାଲି ଆଡ଼କୁ ଜଣାପଡ଼ିଯିବ ବୋଲିକି ସେ ଆଶଙ୍କା କରୁଛନ୍ତି ଏ ଯେଉଁ ମର୍ମନ୍ତୁଦ ଘଟଣା ଘଟିଥିଲା ଯେ 11 ଜଣ ଗୋଟେ ପରିବାରରେ ଭାଇ ଭଉଣୀ ସମସ୍ତେ ସାଙ୍ଗ ହେଇକି ସିକିମ ବୁଲିବାକୁ ଯାଇଛନ୍ତି ଆଉ ଏଇ ଯେଉଁ ପ୍ଲାନିଂ କରିଥିଲେ ଇତିଶ୍ରୀ ଜେନାଙ୍କର ବଡ଼ ପୁଅ ଏବଂ ସିଏ ଏଇ ଛୁଟିଟାକୁ ନଷ୍ଟ ନ କରିକି ସପରିବାର ସେ ଯିବା ପାଇଁ ଚେଷ୍ଟା କରିଥିଲେ ଏବଂ ଯେତେବେଳେ ସେ ଏଇ କଥା ତାଙ୍କର ବଡ଼ ମାମୁଙ୍କୁ କହିଥିଲେ ବଡ଼ ମାମୁଁ ମଧ୍ୟ ପୁରୀରେ ଥିଲେ ତାଙ୍କ ପିଲାମାନଙ୍କ ସହିତ ଏବଂ ସିଏ ମଧ୍ୟ ସେମାନଙ୍କ ସହିତ ଯାଇଥିଲେ ତାପରେ ଏଭଳି ଘଟଣା ଘଟିଲା ଆଉ ସବୁଠାରୁ ଗୋଟେ ବଡ଼ କଥା ସେ କହିଛନ୍ତି ତାଙ୍କର ବଡ଼ ମାମୁଁ ମାନେ ଇତିଶ୍ରୀଙ୍କର ବଡ଼ ଭାଇ ଶିଶିର ଜେନା ଯିଏକି ସିଏ କହିଛନ୍ତି ଯେ ଇତିଶ୍ରୀଙ୍କ ଗାଡ଼ିରେ ମୁଁ ବି ଯିବାର ଥିଲା କିନ୍ତୁ ମୁଁ ଏଇଥିପାଇଁ ଗଲିନି କାରଣ ଇତିଶ୍ରୀଙ୍କର ବଡ଼ ପୁଅ ସାଙ୍ଗରେ ଆଉ ଗୋଟେ ଯୁବକଙ୍କର ବନ୍ଧୁତା ହେଇଗଲା ଏବଂ ଯାହାକି ସିଏ ମତେ ନ ନେଇ ସେ ଯୁବକକୁ ନେବା ପାଇଁ ଚାହିଁଥିଲା ଏବଂ ଯାହାଫଳରେ କି ବାଇଚାନ୍ସ ମୁଁ ଆଗ ଗାଡ଼ିରେ ରହିଗଲି ଏବଂ ତାପରେ ଏପରି ଘଟଣା ଘଟିଲା ଯାହାକି ସମସ୍ତେ ଜାଣିଛନ୍ତି ଇତିଶ୍ରୀ ଜେନା ନିଖୋଜ ତାଙ୍କର ସାନ ପୁଅ ନିଖୋଜ ତାଙ୍କର ସାନ ଭାଇ ସାନ ଭାଉଜ ସମସ୍ତେ ନିଖୋଜ ଆଉ ତାଙ୍କର 2 ଭଉଣୀ ଯିଏକି କାନ୍ଦି କାନ୍ଦିକି ସେ ଯାଜପୁର ରୋଡ ଷ୍ଟେସନରେ ପହଞ୍ଚିଥିଲେ ଏବଂ ସେ କହିଥିଲେ ଆମେ 11 ଜଣ ଯାଇଥିଲୁ ସାଙ୍ଗ ହେଇକି କିନ୍ତୁ ଫେରିଲୁ 4 ଜଣ ଏଭଳି ଘଟଣା କାହା ଜୀବନରେ ନ ଘଟୁ ସେ କଥା ମଧ୍ୟ କହିଥିଲେ କିନ୍ତୁ ଆଜି ଯେଉଁ କେତେ ଜଣ ଶବ ମିଳିଛି ପାଣିରୁ ବାହାରିଛି ତାର ଶବ ବ୍ୟବଚ୍ଛେଦ ହେଲେ ଜଣା ପଡ଼ିବ ଏବଂ ଶିଶିର ଜେନା ମଧ୍ୟ କହିଛନ୍ତି ସେଥିପାଇଁ ଦରକାର ପଡ଼ିଲେ ଆମେ DNA ଟେଷ୍ଟ କରିବୁ ଏବଂ ଯାଞ୍ଚ କରିକି ଆମେ ଜାଣିବୁ ଇତିଶ୍ରୀ ଜେନା କି ତାଙ୍କର ଭାଇ କି ଆଉ କାହାର ତା ଭିତରେ ଜଣେ ନବଦମ୍ପତି ଥିଲେ ତାଙ୍କ କହିବା କଥା ଯେ ସେ ଇତିଶ୍ରୀ ଜେନାଙ୍କ ଗାଡ଼ିରେ ଜଣେ ନବଦମ୍ପତି ଥିଲେ ଯାହାଙ୍କର ହାତରୁ ମେହେନ୍ଦି ଲିଭିନି ଅଳ୍ପ କିଛି ଦିନ ହେଇଛି ବାହାଘର ପରେ ସେ ବୁଲିବାକୁ ଆସିଥିଲେ ସେ ନବଦମ୍ପତିଙ୍କର ବି ଦେଖା ନାହିଁ ଏ ବିଷୟରେ ଅଧିକ ଜାଣିବା ପାଇଁ ଆପଣ ଦେଖନ୍ତୁ ଆମ ସହିତ ଫୋନ ଲାଇନରେ ଅଛନ୍ତି ଇତିଶ୍ରୀ ଜେନାଙ୍କର ବଡ଼ ଭାଇ ଶିଶିର ଜେନା ସେ କ'ଣ କହୁଛନ୍ତି ଘଟଣା କିପରି ଘଟିଲା ତାଙ୍କ ସହିତ ଆମର ଯେଉଁ ଆଲୋଚନା ହେଇଛି ସେଇ ସମ୍ପର୍କରେ ଆପଣ ଦେଖନ୍ତୁ ମୋ ସାଙ୍ଗରେ ଅଛନ୍ତି ଇତିଶ୍ରୀ ନାୟକଙ୍କର ବଡ଼ ଭାଇ ଶିଶିର ନାୟକ ଶିଶିର ବାବୁ ନମସ୍କାର ନ୍ୟୁଜ ରୁମ୍ କୁ ସ୍ୱାଗତ ନମସ୍କାର ନମସ୍କାର ଆଚ୍ଛା ଆପଣ ଏବେ କୋଉ ଜାଗାରେ ଅଛନ୍ତି ଶିଶିର ବାବୁ ମୁଁ ଆଜ୍ଞା ବର୍ତ୍ତମାନ ମେଡିକାଲରେ ଅଛି ଆଇସିୟୁରେ ମୋ ସାନ ଭାଇର ପୁଅ ଅଜିତ ନାୟକର ପୁଅ ଚିକିତ୍ସିତ ହଉଛି ମୋ ସାନ ଭଉଣୀ ଇତିଶ୍ରୀ ଜେନାଙ୍କ ପୁଅ ଆଉ ସେ ବି ଚିକିତ୍ସିତ ହଉଛି ସେ ଆଜି ଟିକେ ଭଲ କଣ୍ଡିସନ ଅଛି ତାକୁ ଆଇସିୟୁରୁ ଜେନେରାଲ ସିଫ୍ଟ କରାଯାଇଛି ବଟ୍ ମୋ ପୁତୁରା ଯିଏ ସାନ ଭାଇର ପୁଅ ଅଜିତର ପୁଅ ସିଏ ଟିକେ କ୍ରିଟିକାଲ ଅବସ୍ଥାରେ ଅଛି ଅବଶ୍ୟ ଇମ୍ପ୍ରୁଭ କରୁଛି ଦିନକୁ ଦିନ ଧୀରେ ଧୀରେ ଇମ୍ପ୍ରୁଭ କରୁଛି ମ୍ୟାମ୍ ଆଚ୍ଛା ତାହେଲେ ଆପଣଙ୍କର ବର୍ତ୍ତମାନ ଗ୍ୟାଙ୍ଗଟକରୁ ଯୋଉ ପରିବାରକୁ ନେଇକି ଯାଇଥିଲେ ଏପର୍ଯ୍ୟନ୍ତ ଆପଣ ଫେରି ନାହାନ୍ତି ସେଇ ହସ୍ପିଟାଲରେ ଆପଣ ଅଛନ୍ତି ଆଜ୍ଞା ମୁଁ ଗ୍ୟାଙ୍ଗଟକକୁ ଆକ୍ଚୁଆଲି ଆମେ ଭାଇ ଭଉଣୀ 5 ଜଣ ଆମେ ଗୋଟିଏ ବାପା ମାର 5 ଜଣ ଭାଇ ଭଉଣୀ ଆସିଥିଲୁ 2 ଭାଇ ଆମେ 3 ଭଉଣୀ 3 ଭଉଣୀ ମୋର 2 ଜଣ ବଡ଼ ଭଉଣୀ ଆଉ ମୁଁ ନିଜେ ଆଉ ମୋର 2 ଝିଅ
ଆଉ ଗୋଟେ ଗାଡିରେ ଆଗ ଗାଡିରେ ଆସୁଥିଲୁ, ପଛ ଗାଡିରେ ମୋ ସାନ ଭଉଣୀ ତାର 2 ପୁଅ ଆଉ ମୋ ସାନ ଭାଇ ତା ୱାଇଫ ଆଉ ତାର ଗୋଟେ ପୁଅ, ସେମାନେ 6 ଜଣ ଥିଲେ। ଆଉ ଆଗ ଗାଡିରେ ମୁଁ ଯୋଉ ଗାଡିରେ ଆସୁଥିଲୁ ଆମେ ଭାଇ ଭଉଣୀ ମୋ ଝିଅ, ସେଇ ଗାଡିରେ ଆମେ 5 ଜଣ ଥିଲୁ। ଆଉ ଡ୍ରାଇଭର ଥିଲା 6 ଜଣ। 6 ଜଣ ପରେ ଆଉ 4 ଜଣ ଥିଲେ, ହଜବେଣ୍ଡ ୱାଇଫ ଜଣେ ଥିଲେ ଆପଣଙ୍କର ମଧ୍ୟପ୍ରଦେଶରୁ, ଆଉ ବେଙ୍ଗଲୀର ଜଣେ ହାଇକୋର୍ଟ ଆଡଭୋକେଟ ତାଙ୍କ ସ୍ତ୍ରୀ ତାଙ୍କ ଝିଅ ଥିଲେ। ଆମେ 11 ଜଣ ଡ୍ରାଇଭର ସହ ଥିଲୁ। ପଛ ଗାଡିରେ ମ୍ୟାମ ଥିଲେ ମୋ ସାନ ଭଉଣୀ ତାର 2ଟା ପୁଅ, ସାନ ଭାଇ ତା ୱାଇଫ ଆଉ ତାର ପୁଅ, ଆଉ ତାଙ୍କ ସହ ଆପଣଙ୍କର ଜଣେ ନ୍ୟୁଲି ମ୍ୟାରେଡ କପୁଲ ଥିଲେ ଉତ୍ତରପ୍ରଦେଶର। ଲାଷ୍ଟ 5 ତାରିଖ ଦିନ ବୋଧେ ମ୍ୟାରେଜ କରିଥିଲେ, ଖୁବ କମ ଦିନ ମ୍ୟାରେଜ, ତାଙ୍କ ପ୍ୟାରେଣ୍ଟ ଆସି ଅଛନ୍ତି ମୋ ପାଖରେ ଏଠି। ଆଚ୍ଛା, ତାମାନେ ଇତିଶ୍ରୀଙ୍କ ଗାଡିରେ ଯିଏ ବସିଥିଲେ ଜଣେ ନ୍ୟୁଲି କପଲ ମ୍ୟାରେଡ ଜଣେ ବସିଥିଲେ, ଯିଏକି ବାହାଘର ଅଳ୍ପ ଦିନ ହେଇଥିଲା, 5 ଦିନ ହେଇଥିଲା। ଅଳ୍ପ ତାଙ୍କ ମେହେନ୍ଦି ଲାଗିଥିଲା, ବାହା ହାତ ସାରା କୋହଣୀ ପାଖରୁ ହାତ ପର୍ଯ୍ୟନ୍ତ ମେହେନ୍ଦି, ପୁରା ନ୍ୟୁଲି ମ୍ୟାରେଡ ସେମାନେ ଥିଲେ। ଆଉ 2 ଜଣ ସାଙ୍ଗ ଆସିଥିଲେ, କୋଉ ଷ୍ଟେଟ ର ଗୋଟେ ସେକେଣ୍ଡ ଆପଣଙ୍କୁ କହୁଛି, ସେ ଷ୍ଟେଟ ରୁ 2 ଜଣ ଆସିଥିଲେ, ତାଙ୍କେ ବି ଏମିତି ଆସିକି ପହଞ୍ଚିଛନ୍ତି, ସିଏ ବି ଅଛନ୍ତି ଏବେ ଆମର ଏଠି କ୍ୟାପିଟାଲ। ତାମାନେ ଇତିଶ୍ରୀଙ୍କର ଯୋଉ ଗାଡି ଥିଲା ସେ ଗାଡିରେ ଟୋଟାଲ କେତେ ଜଣ ମେମ୍ବର ଥିଲେ? 11 ଜଣ ଆଜ୍ଞା, 11 ଇନକ୍ଲୁଡିଂ ଡ୍ରାଇଭର, ସେ ଗାଡି 11 ଇନକ୍ଲୁଡିଂ ଡ୍ରାଇଭର। ତ୍ରିପୁରାରୁ 2 ଜଣ ଥିଲେ ମ୍ୟାମ, ତ୍ରିପୁରାରୁ 2 ଜଣ ଥିଲେ, ତ୍ରିପୁରା 2, ଆପଣ ୟୁପିର ନ୍ୟୁଲି କପୁଲ 2, ତ୍ରିପୁରାରୁ ଥିଲେ 2 ଜଣ ସାଙ୍ଗ ଜେଣ୍ଟ, ଇଏ ହଜବେଣ୍ଡ ୱାଇଫ ଥିଲେ ନ୍ୟୁଲି କପୁଲ 4, ମୋ ଫ୍ୟାମିଲିରୁ ଥିଲେ 6, 6 4 10, ଡ୍ରାଇଭର ଜଣେ 11। 11 ଜଣରୁ 2 ଜଣ ମିଳିଛନ୍ତି ମୋ ପୁତୁରା, ଆଉ ମୋ ସାନ ଭଉଣୀର ସାନ ପୁଅ ମିଳିଛି 2 ଜଣ, ଆଉ କେହି ମିଳିନାହାନ୍ତି ଆଜ୍ଞା, 4 ଜଣ ମିଳିନାହାନ୍ତି, ଟୋଟାଲ ସେ ଗାଡିର 9 ଜଣ ମିଳିନାହାନ୍ତି। ଏବେ 2ଟି ଜଷ୍ଟ ପୋଲିସ 4 ଘଣ୍ଟା 5 ଘଣ୍ଟା ପୂର୍ବରୁ ଆସିଲେ ମୋ ପାଖକୁ, ଆସିକି ଚିହ୍ନଟ ପାଇଁ ଡକେଇଲେ। ସିଲିଗୁଡି ଜଲପାଇଗୁଡି ପାଖାପାଖି କୋଉଠି ଜାଗାରେ ଠାବ ହେଇଛି 2ଟା ଡେଡ ବଡି, ଆଉ ତାର ଫଟୋ ବି ଅଛି, ଭାରି ଭୟଙ୍କର ଫଟୋ। ବଟ୍ ସିଏ ମୁଁ ପଠେଇଲି 2 ଜଣ, ସେମାନେ ଅଲରେଡି ମେଡିକାଲରେ ଅଧଘଣ୍ଟେ ଭିତରେ ଏଣ୍ଟ୍ରି କରିବେ। ମତେ ଫିଲ୍ ଲାଗୁଛି ଫଟୋ ଦେଖି, ମୋ ସାନ ଭାଇ ଫଟୋ ଗୋଟେ, ଆଉ ମୋ ସାନ ଭଉଣୀ କିମ୍ବା ସାନ ବୋଉ ଫଟୋ ଗୋଟେ। ମାନେ ଆପଣ କହୁଛନ୍ତି ଉଦ୍ଧାର ହେଇଛନ୍ତି, ମାନେ ପାଣି? ହଁ ଆଜ୍ଞା 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 ଆଜ୍ଞା, 2 ଜଣ ଉଦ୍ଧାର ହେଇଛନ୍ତି, ଚିହ୍ନଟ ପାଇଁ ଡକେଇଛନ୍ତି ପୋଲିସ, ଆଉ ଆପଣ ଟୁରିଷ୍ଟ ଡିପାର୍ଟମେଣ୍ଟ ଲୋକ, ଆମ ଲୋକ ସବୁ ଯାଇକି ପହଞ୍ଚିବେ ଆଉ ଅଧଘଣ୍ଟେ ଭିତରେ। ସିଲିଗୁଡି ଜଲପାଇଗୁଡି ପାଖାପାଖି କୋଉ ଗୋଟେ। ଆଚ୍ଛା, ଯୋଉ 2ଟି ପିଲା ଆପଣଙ୍କ ପରିବାରରେ ବର୍ତ୍ତମାନ ଆଇସିୟୁରେ ଅଛନ୍ତି, ଅଜିତ ନାଇକଙ୍କର ପୁଅ ଆଉ ଆପଣଙ୍କର ଭଉଣୀ ଇତିଶ୍ରୀ ନାଇକଙ୍କର ପୁଅ, ସେମାନଙ୍କର କଣ୍ଡିସନ 2 ଜଣଙ୍କର କେମିତି ଲାଗୁଛି? ଠିକ ଠାକ ଅଛି ବୋଲି, ଭଲ ହେଇଯିବ ବୋଲି ଆଶା କରୁଛନ୍ତି? ଇତିଶ୍ରୀ ନାୟକର ପୁଅ ଯିଏ ଅଛି ସେ 100% ଭଲ ହେଇଯିବ, ମୋର କନଫିଡେଣ୍ଟ ଅଛି। ସେ ବର୍ତ୍ତମାନ ବହୁତ ସୁଧୁରିଲାଣି, ତାକୁ ଆଇସିୟୁରୁ ବାହାର କରିକି ଜେନେରାଲ ୱାର୍ଡରେ ସିଫ୍ଟ କଲେଣି। ସେ ନିଜେ ୱାକ୍ କରିବ ବୋଲି, ନିଜେ ବାଥରୁମ ଯିବ ବୋଲି, ତା ପାଇଁ ଆଜି ଚପଲ ସବୁ ଜିନିଷ କିଣିକି ନେଇକି ଆଉ ତାକୁ ଦେଇଛି, ତେଣୁକରି ସିଏ ବହୁତ ଭଲ ଅଛି। ବଟ୍ ଅଜିତ ନାୟକର ପୁଅ ଯିଏ ମୋ ସାନ ଭାଇ ପୁଅ, ସେ ଆକ୍ଚୁଆଲି ଇଜ ଏ ଡାଇବେଟିସ୍ ପେସେଣ୍ଟ, ତା ବୟସ 17, ବଟ୍ ସିଏ ଲାଷ୍ଟ 7 ଇୟର 8 ଇୟର ହେଲା ଡାଇବେଟିସ୍ ପେସେଣ୍ଟ ଆଜ୍ଞା, ଛୁଆ ଦିନଠୁ ସେ ଇନ୍ସୁଲିନ ନଉଛି। ତା କଣ୍ଡିସନ କ୍ରିଟିକାଲ ହେଇଥିପାଇଁ ଯେ ମ୍ୟାମ ଆକ୍ଚୁଆଲି ତାର ଡାହାଣ ଗୋଡ ଆଣ୍ଠୁ ତଳକୁ ସେ ଗୋଡଟା ଭାଙ୍ଗି ଯାଇଛି ତଳ, ଆଉ ତାପରେ ଉପର ଆଣ୍ଠୁ ଉପରକୁ ସେଟା ଭାଙ୍ଗିଛି, ରଡ ଦିଆ ହେଇକି ଜଷ୍ଟ ଜଏଣ୍ଟ ହେଇକି ଅପରେସନ ହବ। ହିମୋଗ୍ଲୋବିନ ବର୍ତ୍ତମାନ 7% ଅଛି, 10% ପ୍ଲସ୍ ନହେଲେ ଅପରେସନ ହେଇପାରିବନି, ମତେ ଯାହା ଡକ୍ଟର ଡାକିକି କହିଲେ। ତେଣୁକରି ବ୍ଲଡ ଚଢା ଚାଲିଛି, ଯେତେବେଳେ 10% ଆସିଲା ପରେ ତାର ଅପରେସନ ହବ। ଆଚ୍ଛା, ଆଉ ଗୋଟେ ଅପରେସନ ଯୋଉଟା ମୋ ଇତିଶ୍ରୀ ନାୟକ ପୁଅର ହେଇଥିଲା, ଛାତିରେ ଚେଷ୍ଟରେ ଗୋଟେ ଛୋଟ ଅପରେସନ, ଯୋଉଟା କି ସ୍ପାଇନାଲ କର୍ଡ ପାଖକୁ ଯାଇକି ପାଇପ୍ ଏୟାର କିଛି ଜମି ଯାଇକି ବାହାରିଥିଲା। ଇତିଶ୍ରୀ ନାୟକ ମୋ ଯୋଉ ସାନ ଭଉଣୀ ପୁଅର ଅଲରେଡି ବାହାରି ସାରିଛି, ଆଜି ସେ ପାଇପ୍ ଖୋଲିଦେଲେ, ଖୋଲି ଦେଇକି ଗତକାଲି ଆଇସିୟୁକୁ ପଠେଇଦେଲେ ରାତିରେ ନା ଜେନେରାଲ ୱାର୍ଡକୁ। ଇତିଶ୍ରୀ ନାୟକଙ୍କ ପୁଅଙ୍କର ସେନ୍ସ ଆସିଗଲାଣି ତାମାନେ? ଆରମ୍ଭରୁ ଥିଲା ଆଜ୍ଞା, ମୁଁ ଯେତେବେଳେ ନେଇକି ଆଇଲି ତାକୁ ସ୍ପଟରୁ ଆମ୍ବୁଲାନ୍ସରେ, ସେତେବେଳେ ବି ସେ କଥା ହଉଥିଲା। ତାମାନେ ସିଏ ଏଇ ଯୋଉ ଦୁର୍ଘଟଣା ବିଷୟରେ ଜାଣିଥିବେ ନିହାତି ଭାବରେ, ତ ମାଙ୍କୁ ଖୋଜୁଛନ୍ତି କି ଭାଇକି ଖୋଜୁଛନ୍ତି, ସେମିତି କିଛି ଆପଣ ପରିଲକ୍ଷିତ କରୁଛନ୍ତି କି? ମାକୁ ଭାଇକି ତ ମାକୁ ମତେ ସମସ୍ତଙ୍କୁ ଆମ ପରିବାରକୁ ଖୋଜୁଛି ଅଜିତ ନାୟକର ପୁଅ, ବଟ୍ ଇତିଶ୍ରୀ ନାୟକର ପୁଅ ଯିଏ ସାନ ପୁଅ, ମୋ ସାନ ଭଣଜାକୁ ଯେତେବେଳେ ତା ନାଁ ପଚାରା ହେଲା, ଠିକଣା ପଚାରା ହେଲା, ସେ ସବୁ ଜିନିଷ କହିଛି ସ୍ପଟ ଉପରେ ଆର୍ମିଙ୍କ ଆଗରେ। ଯେତେବେଳେ ତାକୁ ରେସ୍କ୍ୟୁ କଲେ ସେ ସମୟରୁ ସିଏ ସେନ୍ସରେ ଅଛି, ବଟ୍ ସିଏ ଏକଦମ ସାଇଲେଣ୍ଟ ହେଇଯାଇଛି, କିଛି କହିପାରୁନି। ତାକୁ ପଚାରିଲା ବେଳକୁ କେମିତି ହେଲା, ସିଏ କହୁଛି ଯେ ମୁଁ ଶୋଇଥିଲି, ଆଉ ଉଠିଲା ବେଳକୁ ପାଣି ପାଖରେ କିଛି ଦୂରରେ ପାଣିଟା ଆସି ନଈ ପାଖରେ ପଡିଛି, ମୋ ସାଇଡରେ ପାଖାପାଖି ମୋ ସାଇଡରେ ମୋ ମାମୁଁ ପୁଅ, ମାନେ ମୋ ସାନ ଭାଇର ପୁଅ ପଡିଛି ବୋଲି, ଆଉ କେହି ନାହାନ୍ତି ମାମା ହାରିକା।
ମୁଁ ଡକ୍ଟରକୁ ପଚାରିଲି ଡକ୍ଟର ଏଇ ସବୁ ଜିନିଷଟା କଣ ସେ କହିପାରୁନି କଣ ଶୋଇପଡିଥିଲା କହୁଛି ଡକ୍ଟର କହିଲେ ଯେ ନା ସେଇ ଯୋଉ ପର୍ଟିକୁଲାର ମୁଭମେଣ୍ଟଟା ସେଇ ଯୋଉ 2-4 ସେକେଣ୍ଡର ଇନସିଡେଣ୍ଟଟା ବେହୋସ ହବା ପୂର୍ବରୁ ସେ ତାର ଡିଲେଟ୍ ହେଇଯାଇଛି ବେବି ସେଟା ଧୀରେ ଧୀରେ ରିକଭର ହବ। ଆଚ୍ଛା ଏଇ ଟାଇପର ଜିନିଷ ଆମେ ଜାଣିବାକୁ ତାମାନେ ଯେ ଶୋଇବା ଅବସ୍ଥାରେ ଯେହେତୁ ଏମିତି ଦୁର୍ଘଟଣାଟା ହେଇଥିବ ସେ ହଠାତ୍ କି ଜାଣି ବି ପାରିନଥିବେ କଣ ହେଇଥିବ ଜିନିଷଟା। ୟେସ୍ ମ୍ୟାମ୍ ୟେସ୍ ହଁ ମ୍ୟାମ୍ ଆଚ୍ଛା ଶିଶିର ବାବୁ ମତେ କୁହନ୍ତୁ ଆଜ୍ଞା ଇତିଶ୍ରୀ ମ୍ୟାଡାମ ଯାଇଥିଲେ ତାଙ୍କର 2 ପୁଅ ଯାଇଥିଲେ ତାଙ୍କ ହଜବେଣ୍ଡ ଯାଇନଥିଲେ? ତାଙ୍କ ହଜବେଣ୍ଡ ଲାଷ୍ଟ ଇୟର ଏକ୍ସପାର୍ଟ କରିଯାଇଛନ୍ତି 1.5 ବର୍ଷ ତଳେ ସେ ଗୋଟେ ହାର୍ଟ ଷ୍ଟ୍ରୋକରେ ଏକ୍ସପାର୍ଟ କରିଯାଇଛନ୍ତି ସେ ଆକ୍ଚୁଆଲି ସେ ଜୁଇଡୋ ମୋ ସାନ ଭଉଣୀ। ଆଚ୍ଛା ଆଚ୍ଛା ତାମାନେ ସ୍ୱାମୀ ପଳେଇ ଯାଇଥିଲେ 1.5 ବର୍ଷ ତଳେ ଏବେ ବିଜେପିରେ ତାପରେ ସେ ବିଜେପିରେ ଜଏନ କରିଥିଲେ ନା ତା ଆଗରୁ ସେ ଥିଲେ? ନାଇଁ ଆଜ୍ଞା ତା ପୂର୍ବରୁ ତା ଆଗରୁ ବହୁତ ଆଗରୁ ସେ ବିଜେପିରେ ଜଏନ ଏବେ କରିନି ତାର ହଜବେଣ୍ଡ ଥିଲାବେଳେ ସେ ବହୁତ ଆକ୍ଚୁଆଲି ବିଜେପିରେ ଜଏନ କରିକି ପଲିଟିକ୍ସରେ ବହୁତ ଆଗକୁ ଯାଉଥିଲେ। ଆଚ୍ଛା ଆପଣ ବି ଆପଣଙ୍କର 2 ଝିଅଙ୍କ ସହିତ ଯାଇଥିଲେ ଆପଣଙ୍କ ଧର୍ମ ପତ୍ନୀ ଯାଇନଥିଲେ? ନା ଆଜ୍ଞା ମୋ ଧର୍ମପତ୍ନୀ ଆଜ୍ଞା ଯାଇନଥିଲେ ଆଚ୍ଛା ମୋ ଝିଅ କେବଳ ଯାଇଥିଲେ। ଆଚ୍ଛା କେମିତି କଣ ଏଇ ଯୋଉ ପ୍ଲାନିଂ ଟା ଥିଲା ଆପଣ ମାନେ ଭାବୁଥିଲେ ଯେ ଆପଣ ଯିବେ ଗ୍ୟାଙ୍ଗଟକ ଯିବେ ଏଇ ସବୁ ଟୋଟାଲ ପ୍ଲାନିଂ କାହାର ଥିଲା? ମ୍ୟାମ୍ ବିଶ୍ୱାସ କରିବେନି ମୋ ଝିଅର ମୋର ପୁରୀରେ ଥାଉ ହଲିଡେ ଚାଲିଛି ମୁଁ ପୁରୀରେ ଥାଏ ମୋ ହଲିଡେ ହୋମରେ ମୋ ବଡ ଝିଅର ମୋର ସାନ ଝିଅ ଭୁବନେଶ୍ୱରରେ ତା ମା ପାଖରେ ଥାଏ ମତେ ମୋ ଭଣଜା ଆଉ ମୋ ସାନ ଭଉଣୀ ଫୋନ କରି କହିଲେ ମୋ ଭଣଜାର ସବୁ ପ୍ଲାନ୍ ବଡ ଭଣଜା ଯିଏ ମିଳୁନାହିଁ ବର୍ତ୍ତମାନ ଆଉ ଏମିତି ପ୍ଲାନ୍ କରିଛି ଏମିତି ଟିକେଟ କରିଛି ଆଉ ଯିବା ବୋଲି ମୋ ସାନ ଭଉଣୀ କହିଲା ମୁଁ କହିଲି ଆରେ ତମେ ମାନେ କର ଫାଇନାଲ କର ନା କେହି ଯିବାନି ଆମେ ଭାଇ ଭଉଣୀ 5 ଜଣ ଆମରି ଛୁଆ ପିଲା ଆମେ ହିଁ ଯିବା ମୁଁ ଚାଲୁନା ଆଉ ମା ବିଶ୍ୱାସ କରିବେନି ଆସିଲୁ ସବୁ ଜିନିଷ ହେଲା ଡ୍ୟାଡ୍ ତୁ ଗୋଟେ ଜିନିଷ ମତେ ଅବଶ୍ୟ ଲାଗୁଛି ମୋ ଏ ଭଣଜାଟି କଣ ବଡ ଭଣଜାଟି ତ ନେଇକି ଆସିଲା ଯିଏ ବର୍ତ୍ତମାନ ନିଖୋଜ ଅଛି ସିଏ ଆକ୍ଚୁଆଲି ଆମେ 10 ଜଣ ଗୋଟେ ଗାଡିରେ ଆମେ 11 ଜଣ ମୁଁ ଏକୁଟିଆ ଅଲଗା ଗାଡିକି ଯିବା କଥା ସେ ଗାଡି ହଉ ନହେଲେ ସେ ଗାଡି ହଉ ସେମାନେ 10 ଜଣ ଗୋଟେ ଗାଡିରେ ବସିବା କଥା ଆମର ଏଇଆ କଥା ହେଇଥିଲା ଗୋଟେ ଗାଡି କାପାସିଟି 10 ଆମେ ହେଲେ 11 ମୁଁ ଗୋଟେ ଲୋକ ଅଲଗା ଗାଡିକି ପଳେଇବି ଯେହେତୁ ତମେ ପିଲା ଛୁଆ ଗୋଟେ ଗାଡିରେ ଏନ୍ଜୟ କରିକି ଯିବ ବଟ୍ ଏଇ ଯୋଉ ତ୍ରିପୁରା ପିଲା 2 ଜଣ ଆଉ ଏଇ ଯୋଉ ହଜବେଣ୍ଡ ୱାଇଫ୍ ଲିଲୁ କପୁଲ ୟୁପି ତାଙ୍କର ସେ ହୋଟେଲରେ ଏତେ ଦୋସ୍ତି ହେଇଗଲା ମୋ ବଡ ଭଣଜାର ସେମାନେ ମାର୍କେଟ ପଳେଇଲେ 2-3 ଘଣ୍ଟା ପାଇଁ ଆସିଲା ପରେ ଯୋଉ ବର୍ଡରରେ ଯୋଉ କୋଉ ଗାଡିରେ କିଏ ଯିବ ତାର ଆଇ କାର୍ଡ ଆଉ ଫଟୋ ଯୋଉ ଉଠେଇକି ଦିଆଯାଏ ଆଉ ସେତେବେଳକୁ ସେ ମୋ ଭଣଜା କଣ କଲା ନା ସିଏ ଆମ 5 ଜଣଙ୍କୁ ମୋ ବଡ ଭଉଣୀ 2 ଜଣ ମୁଁ ମୋ ଝିଅ 2 ଜଣଙ୍କୁ ଗୋଟେ ଗାଡି କରିଦେଲା ଆଉ ଗୋଟେ ଗାଡିରେ କଣ କରିଦେଲା ନା ସେଇ ଯୋଉ ସାଙ୍ଗ ହେଇଥିଲା ତ୍ରିପୁରାରୁ 2 ଜଣ ପୁଅ ସାଙ୍ଗ ଯାହା ସହିତ 2-3 ଘଣ୍ଟା ପୂର୍ବରୁ ସାଙ୍ଗ ହେଇଯାଇଥିଲା ଫ୍ରେଣ୍ଡସିପ୍ ଆଉ ପ୍ଲସ୍ ସେଇ ଯୋଉ ହଜବେଣ୍ଡ ୱାଇଫ୍ ଉତ୍ତରପ୍ରଦେଶରୁ ଆସିଥିଲେ ସିଏ ତେଣୁ କରି କହିଲା ଯେ ନା ଆମେ ଏଇ ଗାଡି ଏମିତି ଯିବା ଆମେ 6 ଜଣ ଗୋଟେ ଗାଡିରେ ଯାଉଛୁ ତମେ 5 ଜଣ ଗୋଟେ ଗାଡିରେ ଯା ମୋ ବଡ ଭଣଜା ସେମାନେ ଯେମିତି ଗୋଟେ ଭଗବାନ ଭଳିଆ ଆମକୁ ପେଲି ଦଉଛି ଆମକୁ ପେଲି ଦେଇକି ବଞ୍ଚେଇ ଦଉଛି ସେ ମାନେ କଣ ମୁଁ ବି ଜାଣିପାରୁନି ଆଜ୍ଞା କଥା ଆମେ କଥା ହେଇକି ଘରୁ ଆସିଛୁ ଆମେ ଗୋଟେ ଗାଡିରେ ଆସିବା ସିଲିଗୁଡିରେ ବି କଥା ହେଇଛୁ ଆମେ ଗୋଟେ ଗାଡିରେ ଯିବା ମୁଁ ଯୋଉ ଗୋଟେ ଲୋକ ବଞ୍ଚିଲି ଏକୁଟିଆ ମୁଁ ସବୁଠାରୁ ସିନିୟର ଅଛି ଜେଠ ଅଛି ମୁଁ ଅଲଗା ଗାଡିକି ପଳେଇବି ତମେ ମାନେ ଏନ୍ଜୟ କରିକି ଯିବ ମତେ ଗୋଟେ ଗାଡିରେ ସେମାନଙ୍କ ସହିତ ପଠେଇଦବ କିନ୍ତୁ ମୋ ଭଣଜା 11th ମୋମେଣ୍ଟରେ ରାତି ବୋଧେ ସେତେବେଳକୁ ହୋଟେଲରେ 8ଟା ଖଣ୍ଡେ ହେଇକି ରାତି 8ଟା ବେଳେ ସିଏ ତାର ଫାଇନାଲ କରିକି ତାର ହୋଟେଲ ବାଲାଙ୍କ ସହିତ କରିଦେଇକି ସେମାନଙ୍କ ସାଙ୍ଗରେ ସେମାନଙ୍କର କରିଦେଇକି ଆମକୁ ଅଲଗା କରିଦେଇକି ଆଉ ଗୋଟେ ଗ୍ରୁପ ସହିତ ଆଚ୍ଛା ଆଉ ସେଇ ଆମେ ଗଲୁ ଯାଇକି ତ ଏଇଭଳିଆ ଜିନିଷ ଆଜ୍ଞା କେମିତି ଆପଣ ଏ ଘଟଣାକୁ ଦେଖୁଛନ୍ତି ମାନେ ଏତେ ବଡ ମାନେ ଚଡକ ପଡିଛି ଯୋଉଟା କି ଭାଷାରେ ବି କହିବା ନିହାତି ଭାବରେ କିଛି ଭାଷା ପାଉନାହିଁ କିନ୍ତୁ ତା ଭିତରେ ମୁଁ ଗୋଟେ କଥା ପଚାରିବି ନିଶ୍ଚିତ ଭାବରେ ଆପଣ ଏଇ ଯୋଉ ଏତେ ବଡ ଘଟଣା ଘଟିଲା ଦୁର୍ଘଟଣା ଘଟିଲା ଯୋଉଠି କି ଭଉଣୀ କି ବି ଆପଣ ହରେଇଲେ ଗୋଟେ ଭାଇ କି ହରେଇଲେ ଭାଇ ବୋଉ ଭଣଜା ପୁତୁରାଙ୍କର କଣ୍ଡିସନ ଯଦିଓ ଟିକେ ଭଲ ହେଇ ଆସିଲାଣି ଏସବୁ ଘଟଣା ଆପଣଙ୍କ ପରିବାର ଉପରେ କଣ ବିତୁଛି ବାକି ସଦସ୍ୟ ମାନେ ତାକୁ କିପରି ଭାବରେ ଦେଖୁଛନ୍ତି ଆଉ ଆପଣଙ୍କର କେମିତି କଣ ଆଗକୁ କରିବେ କିମ୍ବା କେମିତି ସମ୍ଭାଳିବେ ପୁରା ପରିବାରକୁ ବୋଲି ଆପଣ ଭାବୁଛନ୍ତି? ସେ କଥା ଚିନ୍ତା କଲା ବେଳକୁ ମ୍ୟାଡାମ ସତରେ ମାନେ ଭାରି ଗୋଟେ ଲାଗୁଛି ସମୟ ଯୁଆଡକୁ ନବ ଆମକୁ ସିଆଡକୁ ଯିବାକୁ ପଡିବ ସମୟ କେତେବେଳେ କୋଉ ମୁହୂର୍ତ୍ତରେ କୋଉ କ୍ଷଣି କାହାକୁ କଣ କେମିତି କରିବ କେହି ଜାଣନ୍ତିନି ଅଚାନକ ଦେଖନ୍ତୁ ଆମେ ହସ ଖୁସିରେ ଭାଇ ଭଉଣୀ ଆସୁଛୁ ଆମକୁ କଣ କରିଦେଲା ତାହେଲେ ପ୍ରକୃତି ଆଉ ମ୍ୟାଡାମ ଈଶ୍ୱର ଯୋଉ ଜିନିଷଟା ଚାହୁଁଛନ୍ତି କଣ ପାଇଁ ଚାହୁଁଛନ୍ତି ସେ କଥା ସିଏ ଜାଣିଛନ୍ତି ଏଇ ଜିନିଷଟା କାହିଁ ଘଟଣାଟା ସେ ଭେଇଲେ ଘଟେଇଲେ ସେ ଭଗବାନ ହିଁ ଜାଣନ୍ତି ମୁଁ ଭାବିବା କାହିଁକି ମତେ ପାଗଳା ଲାଗୁଛି ଆଉ ଦିନ ରାତି ତ ବସିକି ଲୁହ ଗଡେଇବା ଛଡା ଏଠି କିଛି ନାହିଁ
ଭାବିଲା ବେଳକୁ ତ କୋହ ଆସୁଛି, ନିଦ ତ ହଉନି। ମୁଁ ତ ଆଜି ପର୍ଯ୍ୟନ୍ତ ପ୍ୟାଣ୍ଟ ପାଲଟିନି, ସାର୍ଟ ପାଲଟିନି, ଯୋଉ ପ୍ୟାଣ୍ଟ ସାର୍ଟ ପିନ୍ଧିଥିଲି ଚଢି ମୁଁ ଲାଟିନ୍ ଯାଉଛି ଚଢି ପ୍ୟାଣ୍ଟ ଖୋଲିକି ପିନ୍ଧୁଛି, ଗାମୁଛା ୟୁଜ କରୁନି, ଦାନ୍ତ ବି ଘଷିନି ଆଜିକି ଇନସିଡେଣ୍ଟ ଦିନ ଠାରୁ, ଗାଧେଇନି ଖାଇନି, ଲାଷ୍ଟକୁ ଗୋଟେ କଦଳୀ, ମୁଁ ଯେହେତୁ ଡାଇବେଟିସ୍ ପେସେଣ୍ଟ, ଗୋଟେ କଦଳୀରେ ମୁଠେ ଚୁଡା, କଣ୍ଟା ଚୁଡା ଚକୁଡି ଦେଇକି ଖାଇଦଉଛି, ପାଣି ଟିକେ ପିଇ ଦଉଛି, ଦିନରେ ସରିଲା। ନା ଭାତ ଖାଉଛି, ନା ରୁଟି ଖାଉଛି, ନା ତରକାରୀ ଖାଉଛି, ନା କିଛି ଜୋଟୁଛି, ନା ଖାଇବାକୁ ଇଚ୍ଛା ହଉଛି। ଆମେ କୋଉ ଭଳିଆ ଥିବୁ ମ୍ୟାମ୍ ଆପଣ ଅନୁମାନ କରନ୍ତୁ ଏଠି ମୁଁ କେମିତି ଥିବି, କେମିତି ଅଛି। ନିହାତି ଭାବରେ ଭଗବାନ ଆପଣଙ୍କୁ ଧୈର୍ଯ୍ୟ ଦିଅନ୍ତୁ। ଆଉ ଏତେ ବଡ ବିପଦ ଆମେ ତ କିଛି ଆଉ କରିପାରିବୁନୁ, କିନ୍ତୁ ଠାକୁରଙ୍କ ପାଖରେ ଆପଣଙ୍କୁ ନିହାତି ଭାବରେ ଗୋଟେ ପ୍ରାର୍ଥନା କରିବୁ, ପରିବାରଙ୍କୁ ସମ୍ଭାଳିବା ପାଇଁ ଅସୀମ ଧୈର୍ଯ୍ୟ ଆପଣଙ୍କର ଦରକାର। ଆଶା କରୁଛି ଆଜିର ଭିଡିଓ ଭଲ ଲାଗିଥିବ। ଯଦି ଭିଡିଓ ଭଲ ଲାଗିଛି ଆମ ଚ୍ୟାନେଲକୁ ଆପଣ ଲାଇକ୍, ସେୟାର, ସବସ୍କ୍ରାଇବ କରନ୍ତୁ। ରହୁଛି, ନମସ୍କାର।